ଇଅର ସ୍ପୋର୍ଟ୍ସ ଲଭର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଭାରତ ଦ୍ୱିତୀୟ ଥର ପାଇଁ ଟାଇଟଲ ହାତେଇବା ପାଇଁ ପହଞ୍ଚିଥିଲା ବାର୍ବାଡୋସ୍। ସାମ୍ନାରେ ଥିଲା ପ୍ରତିଦ୍ୱନ୍ଦ୍ୱୀ ସାଉଥ୍ ବାହିନୀ। ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମରୁ ଭଲ ଷ୍ଟାର୍ଟ ମିଳିନଥିଲା, କ୍ରମାଗତ ୱିକେଟ୍ ହରାଇ ଚାଲିଥିଲା। କିନ୍ତୁ କୋହଲି ଏବଂ ଅକ୍ସରଙ୍କ ଯୋଡ଼ି ଭାରତର ସ୍କୋରକୁ ଆଗକୁ ନେଇଯାଇଥିଲେ। ଅକ୍ସର ବ୍ୟକ୍ତିଗତ 47 ରନ୍ ଏବଂ କୋହଲି ବ୍ୟକ୍ତିଗତ 76 ରନ୍ କରିଥିଲେ। ଶେଷ ପର୍ଯ୍ୟାୟରେ ଶିବମ ଦୁବେଙ୍କର ଲଢ଼ୁଆ ପାରି ଦ୍ୱାରା ଭାରତ ନିର୍ଦ୍ଧାରିତ 20 ଓଭରରେ 176 ରନ୍ ସଂଗ୍ରହ କରିଥିଲା। ଉଭୟ 3 ଜଣ ଖେଳାଳି କୋହଲି, ଅକ୍ସର ଏବଂ ଶୁଭମ ଦୁବେଙ୍କର ସୁନ୍ଦର ପାରି ଦେଖିବାକୁ ମିଳିଥିଲା। ଜବାବରେ ସାଉଥ୍ ବାହିନୀଙ୍କର ଟପ୍ ଅର୍ଡର ଭଲ ବ୍ୟାଟିଂ କରିଥିଲେ। କ୍ଲାସେନ୍ ଯିଏକି ବହୁତ ଭଲ ବ୍ୟାଟିଂ କରିଥିଲେ, କିନ୍ତୁ ଶେଷ ପର୍ଯ୍ୟାୟରେ ପାଣ୍ଡ୍ୟା ଓ ବୁମରାଙ୍କର ଘାତକ ବୋଲିଂ ଯୋଗୁଁ ସାଉଥ୍ ଆଫ୍ରିକା ଟାର୍ଗେଟରେ ପହଞ୍ଚି ପାରିନଥିଲା ଏବଂ ସୂର୍ଯ୍ୟକୁମାରଙ୍କର ଚମତ୍କାର କ୍ୟାଚ୍ ଭାରତକୁ ଦ୍ୱିତୀୟ ଟି ଜିତାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତ ଜିତିବା ପରେ ଉଭୟ ବିରାଟ କୋହଲି ଏବଂ ରୋହିତ ଶର୍ମା ଭାବବିହ୍ୱଳ ହୋଇପଡ଼ିଥିଲେ। ପାଣ୍ଡ୍ୟା ଓ ଅନ୍ୟାନ୍ୟ ଖେଳାଳିଙ୍କ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଥିଲେ। ରାହୁଲ ତାଙ୍କ କୋଚିଂ କ୍ୟାରିୟରର ପ୍ରଥମ ICC ଟ୍ରଫି ହାସଲ କରିଛନ୍ତି ଏହି T20 ୱାର୍ଲଡ କପ୍ଟି ଜିତି। ଏହିଭଳି ପ୍ରଦର୍ଶନ ଦ୍ୱାରା ଭାରତ ତାର ଦ୍ୱିତୀୟ ଟ୍ରଫି ହାସଲ କରିଛି। ଏହିଭଳି ସ୍ପୋର୍ଟସ୍ ସହିତ ରିଲେଟେଡ୍ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବା।